ଏଥି ନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ ପ୍ରାର୍ଥନା ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବପ୍ରଥମେ ଅନୁରୋଧ କରୁଅଛି। ଓକେ, ପ୍ରଭୁଙ୍କର ଗୌରବ ଏବଂ ମହିମା ହେଉ। ପ୍ରିୟର ଭାଇ ଭଉଣୀ ମାନେ, ଆଉ ଏଠି ଆମେ ଦେଖୁଛୁ ତିମୋଥୀ ପତ୍ରରେ ଆଉ ପାହୁଲ ଏହା କହୁଛନ୍ତି, ପ୍ରିୟର ଭାଇ ଭଉଣୀ ମାନେ ତିମୋଥୀଙ୍କୁ ଲେଖୁଛନ୍ତି। এই ପତ୍ରରେ ଆମେ ଦେଖୁ କେମିତି ଭାବରେ ସର୍ବସାଧାରଣ ଲୋକଙ୍କ ପାଇଁ ଆଉ ରାଜା ମାନଙ୍କ ପାଇଁ ଆଉ ଶାସନକର୍ତ୍ତାଙ୍କ ପାଇଁ କେମିତି ଭାବରେ ସେ ନିବେଦନ ପ୍ରାର୍ଥନା ଓ ଧନ୍ୟବାଦ ଉତ୍ସର୍ଗ କରିବେ ଏ ବିଷୟରେ ଲେଖାଯାଉଛି। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆଜି ଆମେ ସମସ୍ତେ ଜାଣିଅଛୁ ଆଜି ଗୋଟେ ବିଶେଷ ଦିନ। ଆଜି କି ଦିନ? ସ୍କୁଲ ଆସିବ ମାନେ କୁହ। 24 ଜାନୁଆରୀ ଯେ କଣ? ସାଧାରଣତନ୍ତ୍ର ଦିବସ, ଗଣତନ୍ତ୍ର ଦିବସ ନୁହେଁ? ସାର୍ ମାନେ କଣ କହିଛନ୍ତି ଆଜି କିଛି? ଆଉ ପ୍ରିୟର ଭାଇ ଭଉଣୀ ମାନେ, ଆମ ମାନେ ଦେଖୁ ଯେ ଆମର ଭାରତ ଦେଶ, ଆମର ଦେଶର ନାଁ କଣ? ତ ପ୍ରିୟର ଭାଇ ଭଉଣୀ ମାନେ, ଭାରତ ଦେଶ ଆମମାନଙ୍କର ଦେଶ ଅଟେ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆଜି ଜାନୁଆରୀ 26 ତାରିଖ ଆଉ ଗଣତନ୍ତ୍ର ବା ସାଧାରଣତନ୍ତ୍ର ଦିବସ ରୂପରେ ସମଗ୍ର ଭାରତବାସୀ ଆଜି ପାଳନ କଲେ। ବିଭିନ୍ନ ପ୍ରକାର ଆମର ଯେଉଁ ଶିକ୍ଷାନୁଷ୍ଠାନ ରହିଛି ଆଉ ସମସ୍ତ ସରକାରୀ ଅଫିସ ଗୁଡ଼ାରେ ଆଜି ଏହି ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସକୁ ପାଳନ କରାଯାଇଛି। ଏହା କାହିଁକି ପାଳନ କରାଯାଏ? ପ୍ରିୟର ଭାଇ ଭଉଣୀ ମାନେ, ଆମମାନେ ଯେଉଁମାନେ ସ୍କୁଲରେ ପାଠ ପଢିଛନ୍ତି ସେମାନେ ଜାଣିଛନ୍ତି ଇତିହାସ, ନାଇଁ କି? ଯିଏ ଯଦି ନିଜର ଇତିହାସ ଜାଣେ ନାହିଁ ତାହେଲେ ତାର ଭବିଷ୍ୟତ ବିଷୟରେ କିଛି ବୁଝିପାରିବ। ତେଣୁକରି ଆମେ ଯେହେତୁ ନିଜର ଇତିହାସକୁ ଆମେମାନେ ଜାଣିବା ଦରକାର ଭାରତ ଦେଶର। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆଜିର ଦିନ ମଧ୍ୟ ଆମମାନେ ଜାନୁଆରୀ 26 ଦିବସ, ଏହି ଦିନ ସେଇ ଗଣତନ୍ତ୍ର ବା ସାଧାରଣତନ୍ତ୍ର ଦିବସ ପ୍ରତିବର୍ଷ ପାଳନ କରାଯାଏ ଜାନୁଆରୀ ମାସ 26 ତାରିଖ। ଆଉ ପ୍ରିୟର ଭାଇ ଭଉଣୀ ମାନେ, ଏହି ଦିନକୁ ସମ୍ବିଧାନର ନିୟମ, ସମ୍ବିଧାନର ଯେତେ ବି ଲେଖା ହେଇଛି ଆମମାନଙ୍କର ମୌଳିକ ଅଧିକାର, ସମସ୍ତଙ୍କର ସମାନତା ବିଷୟ, ଆଉ ପ୍ରିୟର ଭାଇ ଭଉଣୀ ମାନେ, ଆଜିର ଦିନରେ ତାହା ଆଉ ଏଇ ଦିବସ ବା ଏଇ ଦିନଟି ଆମେ ଇତିହାସରେ ପଢିଅଛୁ କେତେ 1950 ମସିହା। ପ୍ରିୟର ଭାଇ ଭଉଣୀ ମାନେ, ଏହି ଦିନରେ ଘୋଷଣା କରାଗଲା ବା ଲାଗୁ କରାଗଲା ଆଉ ଭାରତ ଏକ ବହୁଧର୍ମ ବା ଧର୍ମ ନିରପେକ୍ଷ ରାଷ୍ଟ୍ର ବୋଲି ଘୋଷଣା କରାଗଲା। ଆଉ ପ୍ରିୟର ଭାଇ ଭଉଣୀ ମାନେ, ଆଉ
ପ୍ରଥମରେ ଯୋଉ ରାଜା ଶାସନ ଥିଲା ବା ଇଂରାଜୀ ମାନଙ୍କର ଶାସନ ଥିଲା, ସେ ସବୁ କରିକି ବର୍ତ୍ତମାନ ଗଣତନ୍ତ୍ର ବା ସାଧାରଣତନ୍ତ୍ର ଗଣମେଣ୍ଟ ଅଛି ଗଣ ସାଧାରଣ ନାଇଁ ଜନସାଧାରଣକୁ ବୁଝାଏ ତନ୍ତ୍ର ଅର୍ଥ ଶାସନ, ଗଣତନ୍ତ୍ର ଶାସନ। ତ ପ୍ରିୟର ଭାଇ ଭଉଣୀ ମାନେ ଆମମାନେ ସେହି 1950 ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମମାନେ ନିଜର ଇଚ୍ଛା ଅନୁସାରେ ଆମମାନେ ନିଜର ନିର୍ବାଚିତ ବା ଲୋକକୁ ଆମେ ବାଛି ପାରୁଛୁ, ସେମାନଙ୍କର ସରକାର ଆମେ ଗଢ଼ି ପାରୁଛୁ, ଆଉ ଆମର ଯାହାକୁ ଆମେ ଇଚ୍ଛା କରୁ ଯାହାକୁ ଆମେ ଉଚିତ ମନେ କରୁ ସେମାନଙ୍କୁ ଆମେ ବାଛିଥାଉ। ତ ପ୍ରିୟର ଭାଇ ଭଉଣୀ ମାନେ, ଆଉ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ତାହା ସେ ପ୍ରକାରରେ ନିର୍ବାଚନ ବାଛିବାର ରହିଅଛି, ଆଉ ପ୍ରତି 5 ବର୍ଷରେ ଥରେ ସରକାର ବଦଳେ ନାଇଁ, ଭିତରେ ପ୍ରତି 5 ବର୍ଷ ତ ସେଇ ସରକାର ହିଁ ପୁନର୍ବାର ଆସନ୍ତି ବା ନୂଆ ସରକାର ଆସନ୍ତି, ଆଉ ତା ଆମେ ମାନେ ନିର୍ଣ୍ଣୟ କରୁ, ଆମେ ମାନେ ଭୋଟ ଦେଉ, କ'ଣ ଦେଉ? ଭୋଟ ଦ୍ୱାରା ତାଙ୍କୁ ଆମେ ବାଛିଥାଉ, ନିର୍ବାଚିତ କରିଥାଉ। ପ୍ରିୟର ଭାଇ ଭଉଣୀ ମାନେ, ଏଇ ଦିନ ଆମମାନଙ୍କର ଆଉ ସମସ୍ତଙ୍କୁ ସମାନତା ଅଧିକାର ଦିଆଗଲା, ଆଉ ସମ୍ବିଧାନ ନିର୍ମାତା ଡକ୍ଟର ଅମ୍ବେଦକର, ଆଉ ଏଇ ଦିନ ସମ୍ବିଧାନର ନିୟମ କାନୁନ ସବୁ ଲାଗିଲା। ତ ପ୍ରିୟର ଭାଇ ଭଉଣୀ ମାନେ, ଆଉ ସେଇ ସମ୍ବିଧାନ ଅନୁସାରେ ବର୍ତ୍ତମାନ ମଧ୍ୟ ଶାସନ ବା ଦେଶ ଚାଲୁଅଛି। ତ ପ୍ରିୟର ଭାଇ ଭଉଣୀ ମାନେ, ଆଉ ସେଇ ଅନୁସାରେ ଆମମାନେ ପ୍ରତ୍ୟେକ ନାଗରିକ ଯେକୌଣସି ଗୋଷ୍ଠୀର ବା ଯେକୌଣସି ଜାତିର ଯେକୌଣସି ଧର୍ମର ହେଉଥାଉ ନା କାହିଁକି, ଆମେ ସମସ୍ତେ ଭାରତୀୟ ଅଛୁ। କିଏ ଅଟୁ? ଭାରତୀୟ। ଆମେ ସମସ୍ତେ ଭାରତୀୟ ଅଛୁ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ତ ଭାରତୀୟ ହିସାବରେ ଆମମାନଙ୍କର ଦେଶ ପ୍ରତି ଆମମାନଙ୍କର କ'ଣ କର୍ତ୍ତବ୍ୟ ଆଉ କ'ଣ ଦାୟିତ୍ୱ ରହିଅଛି। ଯୋଉମାନେ ଶାସନ ଗାଦିରେ ବସିଛନ୍ତି, ଆଉ ଯୋଉମାନେ ଆମେ ନିର୍ବାଚିତ କରିଛୁ, ସେମାନଙ୍କର ପ୍ରଥମ ଦାୟିତ୍ୱ ଦେଶକୁ ସୁପରିଚାଳନା କରିବାର ଅଛି, ଆଉ ଜନସାଧାରଣ ମାନଙ୍କର ସମସ୍ତ ସମସ୍ୟାକୁ ଦୂର କରିବାର ଅଛି, ଆଉ ସମସ୍ତ ପ୍ରକାର ଆଇନ ଶୃଙ୍ଖଳା ରକ୍ଷା କରିବାର ଦାୟିତ୍ୱ, ଆଉ ସେଥିପାଇଁ ପ୍ରଜାମାନେ ବା ଆମମାନେ ଭୋଟର ମାନେ ବାଛିଥାଉ। ପ୍ରିୟର ଭାଇ ଭଉଣୀ ମାନେ, ଆଉ ସେ ଭାରତ ଦେଶ ଈଶ୍ୱର ଆମମାନଙ୍କୁ ସୁନ୍ଦର ଦେଶ ଦେଇଅଛନ୍ତି। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆମମାନେ ଏଇ ଭାରତରେ ବସବାସ କରୁଅଛୁ, ସୁନ୍ଦର ଭାରତ। ଆଉ ଏଠି ଆମେ ଦେଖୁ ବିଭିନ୍ନ ଧର୍ମର ଲୋକମାନେ ଅଛନ୍ତି, ବିଭିନ୍ନ ଜାତିର ଲୋକମାନେ, ଆଉ ଆମର ଏହି ଭାରତ ଦେଶରେ କେବଳ ଗୋଟିଏ ଧର୍ମର ଲୋକ ନୁହନ୍ତି, ଗୋଟିଏ ରିଲିଜନର ଲୋକ ନୁହନ୍ତି। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଏଇଟା ଗୋଟେ ସେକୁଲାର କଣ୍ଟ୍ରି ବା ଧର୍ମ ନିରପେକ୍ଷ ରାଷ୍ଟ୍ର ବୋଲି କୁହାଯାଏ। ପ୍ରିୟର ଭାଇ ଭଉଣୀ ମାନେ, ଆମମାନଙ୍କୁ ସେହି ଦିନଠାରୁ ଆମମାନଙ୍କୁ ସ୍ୱତନ୍ତ୍ରତା ବା ସ୍ୱାଧୀନତା ଦେଇଅଛି, ଆଉ ଏ ସ୍ୱାଧୀନ ଭାବରେ ଆମମାନେ ନିଜ ନିଜକୁ ବାଛିବାର ଅଧିକାର ଦିଆଯାଇଅଛି। ପ୍ରିୟର ଭାଇ ଭଉଣୀ ମାନେ, ଆମମାନଙ୍କୁ ମୌଳିକ ଅଧିକାର ଦିଆଯାଇଛି, ନହେଲେ ଆଗରେ ସେମିତି ନଥିଲା, ରାଜା ଶାସନ ଚାଲିଥିଲା, ଆଉ ଆମର ଭାରତ ଦେଶରେ ଇଂରାଜୀ ଶାସନ ଚାଲିଥିଲା ନାଇଁ, ଆଉ ବର୍ତ୍ତମାନ ଇଂରାଜୀ ଶାସନ ବା ରାଜ ଶାସନ ନାହିଁ।
ରାଜାମାନେ ଯେତେବେଳେ ଥିଲେ ସେ ସମୟରେ ଭୋଟ ଫୋଟ ଦେବାର ସେ ସିଷ୍ଟମ ନଥିଲା। ରାଜା ହିଁ ରାଜା ଥିବ, ଆଉ ଯାହା ତା ଦରବାରରେ ତା ମଣ୍ଡଳୀରେ ଯାହା ନିର୍ଣ୍ଣୟ ନେବ ତାହା ହିଁ ହେବ। ଆଉ ତା ଦରବାରରେ ଯେତିକି ତାର ସଦସ୍ୟ ଥିବେ ସେମାନେ ଯାହା ନିର୍ଣ୍ଣୟ ନେବେ ତାହା ହିଁ ହେବ। ଆଉ ମୁଁ ବି ରାଜା ହେବି ବୋଲି କହିଲେ ହେବନି। ରାଜା ଯଦି ମରିଗଲା ତାପରେ ତାର ପୁଅ ରାଜା ହେବ, ନାଇଁ? ଆଉ ଲୋକମାନେ ସେଠି ବାଛି ପାରିବେ ନାହିଁ। ଆଉ ସେ ପ୍ରକାର ପ୍ରଥମରେ ଥିଲା। କିନ୍ତୁ ପ୍ରିୟର ଭାଇ ଭଉଣୀ ମାନେ, ସେଇ ସବୁ ବିଷୟ ଥିଲା ଆଗ ସମୟରେ, ବା ଯେତେବେଳେ ଦେଶ ସ୍ୱାଧୀନ ନ ହୋଇଥିଲା ଆଉ ସମ୍ବିଧାନ ଲାଗୁ ହେଇନଥିଲା, ସେ ସମୟରେ ଅଲଗା ପ୍ରକାର ଶାସନ ଥିଲା। ଯେଉଁମାନେ ପଢିଛନ୍ତି ଆଉ ଇତିହାସ ଗାବା ବା ସାକ୍ଷୀ ଅଛି, ଆପଣମାନେ ଜାଣିଛନ୍ତି କିପରି ଭାବରେ ଆମ୍ଭେମାନେ ରହିଥିଲେ, ଆମର ପୂର୍ବପୁରୁଷ ମାନେ ରହିଥିଲେ। ଆମମାନେ ତ ସେତେବେଳେ ନଥିଲୁ, ନାଇଁ କି? ଆମର ପୂର୍ବପୁରୁଷ ମାନେ ରହିଥିଲେ, ଆଉ ସେମାନେ ସେହି ସମୟର ଘଟଣା, ସେହି ସମୟର ବିଷୟ ସେମାନେ ଅନୁଭବ କରିଛନ୍ତି, ଜାଣିଛନ୍ତି, ଆଉ ସେ ସବୁ ସେମାନେ ଦେଖିଅଛନ୍ତି। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆଉ ସେ ସବୁ ବିଷୟ ରାଜ ଶାସନ ଆଉ ଇଂରାଜୀ ଶାସନ ଏସବୁ ଆମର ସଂଗ୍ରାମୀ ଦେଶ ପାଇଁ ଲଢିଥିବା ମହାନ ବ୍ୟକ୍ତି ମାନଙ୍କ ଦ୍ୱାରା ଆଜି ଆମମାନେ ସ୍ୱାଧୀନତା ପାଇଅଛୁ। ଆଉ ଆମର ଦେଶ ଗଣତନ୍ତ୍ର ବା ସାଧାରଣତନ୍ତ୍ର ଦିବସ ରୂପରେ ତାହା ସମ୍ମେଳନ ଦିବସ ଭାବରେ ତାହା ପାଳନ କରାଯାଉଛି। ତେଣୁକରି ଆମମାନଙ୍କୁ ସମ୍ବିଧାନ ପ୍ରତ୍ୟେକ ନାଗରିକତାର ଅଧିକାର ଦେଇଅଛି, ବ୍ୟକ୍ତିଗତ ଭାବରେ ଅଧିକାର ଦେଇଅଛି। ଆମ ଭାରତରେ ବିନା ମାନେ ଆମେ ଯେମିତି ସବୁଆଡେ ଚଲାବୁଲା କରିପାରିବା, ସବୁ ରାଜ୍ୟକୁ ଯାଇପାରିବା, ସବୁଠି ଆମେ ରହିପାରିବା, ଆଉ ସବୁଠି ଆମେ ଦୋକାନ ବଜାର ବା ଆମର ଯେକୌଣସି ଜୀବିକା ଜୀବନ ଆମେ ତା ପାଇଁ ଆମେ କାର୍ଯ୍ୟ କରିପାରିବା। ଆଉ ସମସ୍ତ ପ୍ରକାର ବିଷୟ ଲେଖାଯାଇଛି। ପ୍ରିୟ ଭାଇ ଭଉଣୀ ମାନେ, ଆଉ ଆମମାନଙ୍କର ବ୍ୟକ୍ତିଗତ ଭାବରେ ଧର୍ମଗତ ସ୍ୱାଧୀନତା ଅଧିକାର ମଧ୍ୟ ଦିଆଯାଇଅଛି। ଆଉ ନିଜର ଇଚ୍ଛା ଅନୁସାରେ ଜଣେ ବ୍ୟକ୍ତି ନିଜର ବିଶ୍ୱାସ ପନ୍ଥା ବା ରାସ୍ତାକୁ ସେ ବାଛି ପାରିବ, ଆଉ ସେଥିରେ ତାହାର ସ୍ୱାଧୀନତା ରହିଛି। ବାଛି ପାରିବ, ତାକୁ ଅଭ୍ୟାସ କରିପାରିବ, ତାହାକୁ ପ୍ରଚାର କରିପାରିବ। ଏହି ବିଷୟ ସବୁ ସମ୍ବିଧାନ ଅଧିକାର ଦେଇଅଛି। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆମେ ସୁନ୍ଦର ଭାରତ ଦେଶରେ ବାସ କରିଅଛୁ, ଆଉ ବିଭିନ୍ନ ଜାତି ଧର୍ମର ଲୋକମାନେ ଅଛନ୍ତି। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆମମାନଙ୍କର କର୍ତ୍ତବ୍ୟ ଏ ଭାରତ ଦେଶ ପାଇଁ ଶାସନ କାର୍ଯ୍ୟରେ ଯେଉଁ ବ୍ୟକ୍ତିକୁ ଆମେ ବାଛିଅଛୁ, ଆଉ ଯେଉଁ ପାର୍ଟିର ଶାସନକର୍ତ୍ତା ରହିଲେ ମଧ୍ୟ ଆମେମାନେ ଆମର ଦେଶ ପାଇଁ ଆମମାନେ କଣ କରିବା ଦରକାର ବିଶ୍ୱାସୀ ହିସାବରେ। ଆଉ ଅନ୍ୟ ଧର୍ମ ଗ୍ରନ୍ଥରେ ଏହା ଲେଖା ଅଛି କି ନାହିଁ ମୁଁ ତାହା ଏତେ ପ୍ରାଞ୍ଜଳ ଭାବରେ ବା ସେ ବିଷୟରେ ଜାଣି ନାହିଁ, କିନ୍ତୁ ବାଇବେଲ ଶାସ୍ତ୍ର ଯାହା ଆମମାନେ ପାଠ କରୁଅଛୁ, ଦେଖୁଅଛୁ, ଆଉ ଏ ବାଇବେଲରେ ଲେଖା ଯାଇଛି ଯେ ବିଶ୍ୱାସୀ ମାନଙ୍କ ଜୀବନରେ ଆଉ ନିଜର ଦେଶ ପାଇଁ ପ୍ରାର୍ଥନା କରିବା ବିଷୟ ଲେଖାଯାଇଅଛି। ତାହା ହିଁ ଆମମାନେ ବର୍ତ୍ତମାନ ପଢୁଛୁ। ତ ଏହିଟି ସେଇ
ଦେଶ ପାଇଁ, ଯୋଉ ଦେଶରେ ଆମମାନେ ଅଛୁ ଏଇ ଭାରତ ଦେଶ ପାଇଁ ଆମମାନଙ୍କ କର୍ତ୍ତବ୍ୟ କ'ଣ ଏ ବିଷୟରେ ଲେଖାଯାଇଛି। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆମମାନେ ଜୀବନରେ ଆମମାନେ ଆମର ଦେଶ ପାଇଁ ଆମେ କ'ଣ କରିପାରିବା, ଶାସନକର୍ତ୍ତା ମାନଙ୍କ ପାଇଁ ଆମେ କ'ଣ କରିପାରିବା। ଆଉ ବର୍ତ୍ତମାନ ସମୟକୁ ଯଦି ଆମେ ଦେଖିବା ତ ଭିନ୍ନ ପ୍ରକାର ଲାଗେ, କିନ୍ତୁ ପ୍ରିୟର ଭାଇ ଭଉଣୀ ମାନେ ତଥାପି ଆମମାନେ ଏଇ ଦେଶ ପାଇଁ ପ୍ରାର୍ଥନା କରିବାକୁ ବାଇବେଲ ଆଦେଶ ଦିଏ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ବର୍ତ୍ତମାନ ଆମେ ଯଦି ଦେଖିବା ଆଉ ସମସ୍ତଙ୍କର ଅଧିକାର ରହିଛି, ଆଉ ଧର୍ମଗତ ସ୍ୱାଧୀନତା ଅଧିକାର ରହିଛି, ଏହା ଆମ ସମ୍ବିଧାନ ଆମମାନଙ୍କୁ ପ୍ରଦାନ କରେ। କିନ୍ତୁ ପ୍ରିୟର ଭାଇ ଭଉଣୀ ମାନେ, ଆଉ ଉପର ବିଷୟ ଆଉ ଆମମାନେ ସମସ୍ତେ ଦେଖୁଅଛୁ, ଆଉ ବିଭିନ୍ନ ପ୍ରକାର ସମୟରେ ଆଉ ବର୍ତ୍ତମାନ ସମୟରେ ମଧ୍ୟ ଆମମାନଙ୍କର ନିଜର ସ୍ୱାଧୀନତା ଅଧିକାରକୁ ଛଡ଼ାଇ ନେଉଛନ୍ତି। ଆମର ସ୍ୱାଧୀନତା ଅନୁସାରେ ଜୀବନ ଅତିବାହିତ କରିବା ପାଇଁ, ଆମର ବିଶ୍ୱାସ ଜୀବନ ଚାଲିବା ପାଇଁ ଆମମାନଙ୍କୁ ବାଧା ସୃଷ୍ଟି କରୁଛି। କେତେକ ଏହି ସମ୍ବିଧାନର ଅଧିକାର ବିଷୟ ବା ସ୍ୱାଧୀନତା ବିଷୟକୁ ନ ବୁଝିବା ଲୋକମାନେ ସେ ପ୍ରକାର ଆମମାନଙ୍କୁ ପ୍ରତ୍ୟେକ ଧର୍ମଗତ ସ୍ୱାଧୀନତାର ଠାରୁ ଆମମାନଙ୍କୁ ବଞ୍ଚିତ କରିବା ପାଇଁ ଚେଷ୍ଟା କରନ୍ତି। ଏହା ଏକ ଦୁଃଖର ବିଷୟ ଅଟେ। କିନ୍ତୁ ଭାରତ ଦେଶ ଆଉ ସମ୍ବିଧାନ ଯାହା ଅଧିକାର ଦେଇଛି, ଯଦି ତାହା କି ବିରୋଧ କରେ ତାହେଲେ ତାହା ଆଇନ ତାହାର ନିର୍ଣ୍ଣୟ ବା କାନୁନ ରହିଅଛି। କିନ୍ତୁ ଯେଉଁମାନେ ଶାସନବାଦୀରେ ଅଛନ୍ତି ସେମାନେ ତାହା ବିଚାର କରିବା ଦରକାର ଆଉ ତାହା ନିରୀକ୍ଷଣ କରିବା ଦରକାର। ପ୍ରିୟର ଭାଇ ଭଉଣୀ ମାନେ, ଆଉ ଆମମାନଙ୍କୁ ଯେକୌଣସି ପରିସ୍ଥିତିରେ ରହିଲେ ମଧ୍ୟ ଆମମାନେ ବିଶ୍ୱାସ ହିସାବରେ ଆମର ଦେଶ ପାଇଁ ଆମେ କ'ଣ କରିବା ଏ ବିଷୟରେ ଆମମାନେ ଜାଣିବା ଦରକାର। ପରିସ୍ଥିତି ଯାହା ବି ହେଉନା କାହିଁକି, ଆମମାନେ ଆମମାନଙ୍କର ଦେଶ ପାଇଁ ଆମମାନେ ବିଶ୍ୱାସ ହିସାବରେ ଆମମାନଙ୍କର ଦେଶ ସମ୍ମାନ କରିବା, ଆମର ଶାସନକର୍ତ୍ତା ମାନଙ୍କର ସମ୍ମାନ କରିବା, ଆଉ ତା ପାଇଁ ଆମେ କେମିତି ପ୍ରାର୍ଥନା ନିବେଦନ କରିବା ଏ ବିଷୟରେ ବାଇବେଲ କୁହେ। ଆଉ ଥରେ ପଢି ଦିଅନ୍ତୁ। ଏଥି ନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ ରାଜା ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ, ପ୍ରାର୍ଥନା, ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବପ୍ରଥମେ ଅନୁରୋଧ କରୁଅଛି। ପ୍ରିୟର ଭାଇ ଭଉଣୀ ମାନେ, ଏଠି ଆମେ ଦେଖିବାକୁ ପାଉଛୁ ଏଥି ନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ। କୋଉ ଲୋକଙ୍କ ପାଇଁ? ସର୍ବସାଧାରଣ ପାଇଁ, ସମସ୍ତ ଲୋକ। ରାଜା ଓ ଶାସନ କର୍ତ୍ତା ମାନଙ୍କ ପାଇଁ। ବର୍ତ୍ତମାନ ତ ରାଜା ଶାସନ ନାହିଁ, ନାଇଁ? ବର୍ତ୍ତମାନ ରାଜା ଶାସନ ଚାଲିଛି ନାଇଁ? ଏଟା ଆମମାନେ ନିଜ ସରକାର ଆମେ ନିଜେ ଗଢୁଛୁ 5 ବର୍ଷରେ ଥରେ। ଆଉ ସେଇ ସମୟରେ ଯେତେବେଳେ ନିର୍ବାଚନ କରାଯାଉ ନଥିଲା, ସେ ସମୟରେ ରାଜା ଶାସନ ଚାଲିଥିଲା। ତେଣୁକରି ସେଟା ରାଜା ମାନଙ୍କ ବିଷୟରେ ଲେଖାଯାଇଛି। ଆଉ ବର୍ତ୍ତମାନ ଆମେ ଦେଖିବା ଆମମାନଙ୍କର ଯେଉଁ ଶାସକ କର୍ତ୍ତା ମାନଙ୍କୁ ଆମେ ଭୋଟରେ ସେମାନଙ୍କୁ ଜିତେଇଥାଉ, ଆଉ ସେମାନଙ୍କ ବିଷୟରେ ଆମମାନେ କ'ଣ କରିବାର ତାହା ଲେଖାଯାଇଛି। ଏଥି ନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଓ ଶାସନକର୍ତ୍ତାଙ୍କ ପାଇଁ ନିବେଦନ। କ'ଣ ନିବେଦନ? ପ୍ରାର୍ଥନା, ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବପ୍ରଥମେ ଅନୁରୋଧ କରିଥାଏ। ଏହା ତିମୋଥୀଙ୍କୁ ପୌଲ କହୁଛି। ପ୍ରିୟର ଭାଇ ଭଉଣୀ ମାନେ, ତେଣୁକରି ଆମମାନେ
ନିଜର ଦେଶ ପାଇଁ ଆମେ ପ୍ରାର୍ଥନା କରିବାର ଅଛି। ଆମର ଶାସନକର୍ତ୍ତା ମାନଙ୍କୁ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଭିନ୍ନ ଜିଲ୍ଲା ସ୍ତରରେ ଥିବା କଲେକ୍ଟର, ପ୍ରିୟ ଭାଇ ଭଉଣୀ ମାନେ, ଏଇ ଶାସନକର୍ତ୍ତା ମାନଙ୍କ ପାଇଁ ଆମେ ପ୍ରାର୍ଥନା କରିବା, ଯେମିତିକି ଦେଶ ସେମାନେ ସୁଚାରୁ ରୂପେ ପରିଚାଳନା କରନ୍ତୁ ଆଉ ସମସ୍ତଙ୍କୁ ଭଲ ମନ୍ଦ ବିଷୟ ସେମାନେ ବୁଝନ୍ତୁ ଆଉ ସମସ୍ତଙ୍କୁ ନ୍ୟାୟ ବିଚାର ଦିଅନ୍ତୁ ଆଉ ସମସ୍ତଙ୍କର ଅସୁବିଧା ସେମାନେ ତାହା ଦୂର କରନ୍ତୁ। ଏଇ ବିଷୟ ଆମମାନେ ପ୍ରାର୍ଥନା କରିବାର ଅଛି ଆଉ ସେମାନଙ୍କୁ ପ୍ରଭୁ ସତ୍ ବୁଦ୍ଧି ଜ୍ଞାନ ଦିଅନ୍ତୁ ଆଉ ଯେପରି ସେମାନେ ସମସ୍ତଙ୍କୁ ସମାନ ଭାବରେ ଦେଖନ୍ତୁ ଆଉ ସମାନ ଭାବରେ କାହାରି ବି ସେମିତି ଅନ୍ତର୍ପାତ ନ କରି ପକ୍ଷପାତ ନ କରି ସେମାନେ ସମ୍ବିଧାନର ନିୟମ ଅନୁସାରେ ପ୍ରତ୍ୟେକ ନାଗରିକକୁ ସମାନ ଭାବରେ ସୁରକ୍ଷା, ସମାନ ଭାବରେ ସେମାନଙ୍କର ଦୁଃଖ ବୁଝିବାର ରହିଛି। ତେଣୁକରି ଆମେ ସେଇ ଶାସନକର୍ତ୍ତା ମାନଙ୍କ ପାଇଁ ପ୍ରାର୍ଥନା କରି ଆମର ଭାରତ ଦେଶ ପାଇଁ ଆମର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ଆମେ ପ୍ରାର୍ଥନା କରିବା। ଯେଉଁମାନେ ଶାସନ ଗାଦିରେ ଅଛନ୍ତି ସେମାନଙ୍କ ପାଇଁ ଆମେ ପ୍ରାର୍ଥନା କରିବା। ତେଣୁକରି ଆମମାନଙ୍କର କର୍ତ୍ତବ୍ୟ ଦେଶ ପାଇଁ ପ୍ରାର୍ଥନା କରିବା ବିଷୟ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆମେ ପ୍ରତିଦିନ ଦେଶ ପାଇଁ ପ୍ରାର୍ଥନା କରିବା ନିତାନ୍ତ ଆବଶ୍ୟକ ଆଉ ଆମର ବାଇବେଲ ତା ଆଦେଶ ଦିଏ। ତେଣୁକରି ଆସୁ ବର୍ତ୍ତମାନ ଆମେ ପ୍ରଥମରେ ଆମର ଭାରତ ଦେଶ ପାଇଁ ପ୍ରାର୍ଥନା କରିବା ଆଉ ଆମର ଦେଶରେ ଆଉ ଯେଉଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏସବୁ ସମସ୍ତଙ୍କ ପାଇଁ ଆମେ ପ୍ରାର୍ଥନା କରିବା, ଯେପରି ସେମାନେ ସୁଚାରୁ ରୂପେ ଦେଶକୁ ଚଲାଇ ପାରିବେ, ସମସ୍ତଙ୍କୁ ନ୍ୟାୟ ଦେଇପାରିବେ ଆଉ ସମସ୍ତଙ୍କର ସମସ୍ତ ପ୍ରକାର ସମସ୍ୟାର ସମାଧାନ କରିପାରିବେ। ହୁଏତ ସବୁ ବିଷୟ ସମାଧାନ କରିବା ଅସମ୍ଭବ ଅଟେ, ତଥାପି ଆମମାନଙ୍କର ପ୍ରାର୍ଥନା ସେମାନଙ୍କ ପାଇଁ ରହିବ। ଆମମାନେ ପ୍ରାର୍ଥନା କରିବା ଯେପରି ସେମାନେ ସୁଶାସନ କରିପାରିବେ ଆଉ ମାନେ ଭାରତ ଦେଶରେ ସମସ୍ତେ ଏକତା ବଜାୟ ରଖିବା ପାଇଁ ସମସ୍ତଙ୍କୁ ଯେମିତି ସେମାନେ ଏହି ଦେଶକୁ ଶାନ୍ତି ଶୃଙ୍ଖଳାର ସହିତ ସେମାନେ ଯେପରି ନିଜର ଦାୟିତ୍ୱ ବା ଆୟତ୍ତରେ ରଖି ସମସ୍ତଙ୍କୁ ସମାନ ଭାବରେ ସେମାନେ ଦେଖିପାରିବେ ଆଉ ସମସ୍ତଙ୍କୁ ନ୍ୟାୟ ଭାବରେ ସେମାନଙ୍କର ବିଚାର କରିପାରିବେ ଆଉ ସମସ୍ତଙ୍କୁ ସୁରକ୍ଷା ଦେଇପାରିବେ ପାଇଁ ଆମେ ଠିକ୍ ଅଛି। ପ୍ରଭୁ ଏହି ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ।